ଭାରତୀୟ କ୍ରିକେଟ ଦଳର ବୋଲିଂ ପ୍ରଶିକ୍ଷକ ମନି ମାର୍କେଲ ଏକଦିବସୀୟ ଅଧିନାୟକ ଶୁଭମ ଗିଲ୍ ଏବଂ ଶ୍ରେୟସ ଆୟରଙ୍କ ଆଘାତରୁ ଫେରିବା ବିଷୟରେ ସକାରାତ୍ମକ ଅପଡେଟ୍ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ମୁଁ 2 ଦିନ ପୂର୍ବରୁ ଶୁଭମଙ୍କ ସହ କଥା ହୋଇଥିଲି। ସେ ଭଲ ଭାବରେ ସୁସ୍ଥ ହେଉଛନ୍ତି। ଶ୍ରେୟସ ମଧ୍ୟ ପୁନଃ ଆରମ୍ଭ କରିଛନ୍ତି, ଯାହା ଭଲ ଖବର। କୋଲକାତାରେ ପ୍ରଥମ ଟେଷ୍ଟରେ ଗିଲ୍ ଆହତ ହୋଇଥିଲେ। ତାଙ୍କ ବେକରେ ଆଘାତ ଲାଗିଥିଲା ଏବଂ ସେ ଦ୍ୱିତୀୟ ଟେଷ୍ଟରେ ଖେଳିପାରିନଥିଲେ। ଅଷ୍ଟ୍ରେଲିଆରେ ତୃତୀୟ ଏକଦିବସୀୟରେ ଆୟରଙ୍କ ପାଟିରେ ଆଘାତ ଲାଗିଥିଲା, ଯାହା କାରଣରୁ ସେ ଦଳରୁ ବାହାରେ ଅଛନ୍ତି। ଗିଲ୍ଙ୍କ ସ୍ଥାନରେ ରବିବାରଠାରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ସିରିଜରେ କେଏଲ୍ ରାହୁଲ ଭାରତର ଅଧିନାୟକତ୍ୱ କରୁଛନ୍ତି। ସିରିଜର ପ୍ରଥମ ଏକଦିବସୀୟ ପାଇଁ ଉଭୟ ଦଳ ରାଞ୍ଚିରେ ପହଞ୍ଚିଛନ୍ତି। ଟିମ୍ ଇଣ୍ଡିଆ ମଧ୍ୟ ଅଭ୍ୟାସ ଆରମ୍ଭ କରିଛି। ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମର୍କେଲ କହିଛନ୍ତି, ମୁଁ ଭାବୁଛି ଡାକ୍ତରୀ ଦଳ ଏ ବିଷୟରେ ସବୁଠାରୁ ସଠିକ୍ ସୂଚନା ପ୍ରଦାନ କରିପାରିବ। ମୁଁ 2 ଦିନ ପୂର୍ବରୁ ଶୁଭମଙ୍କ ସହ କଥା ହୋଇ ତାଙ୍କ ଅବସ୍ଥା ଜାଣିବାକୁ ଚେଷ୍ଟା କରିଥିଲି। ତାଙ୍କଠାରୁ ଶୁଣି ଭଲ ଲାଗିଲା। ଆୟର ମଧ୍ୟ ତାଙ୍କର ପୁନରାବୃତ୍ତି ଆରମ୍ଭ କରିଛନ୍ତି, ଯାହା ଭଲ। ଆମେ ତାଙ୍କ ଦଳକୁ ଫେରିବା ପାଇଁ ଅପେକ୍ଷା କରିଛୁ। ଭଲ କଥା ହେଉଛି ସେ ସୁସ୍ଥ ଅଛନ୍ତି ଏବଂ ଦଳକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।